ନମସ୍କାର, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଜହ୍ନମାମୁଁ ପୃଷ୍ଠାରୁ ଗପଟିଏ। ଆଜିର ଗପ ଗୁପ୍ତଦାନ। କନକପଲ୍ଲୀର କନକ ବର୍ମା ଥିଲେ ଜଣେ କୋଟିପତି। ସେ ନିଜର ସମସ୍ତ ସମସ୍ୟା ନିର୍ବାହ କରି ଅନ୍ୟର ସମସ୍ୟା ମଧ୍ୟ ବୁଝିପାରୁଥିଲେ। କୁହାଯାଏ, ଯେଉଁଠାରେ ଧନ ସମ୍ପଦ ଠୁଳ ହୋଇ ରହିଛି ସେଠି ବିଭିନ୍ନ ପ୍ରକାରର ପତନ ଆରମ୍ଭ ହୁଏ। କିନ୍ତୁ କନକ ବର୍ମାଙ୍କ କଥା ଥିଲା ଅଲଗା। ସେ ଥିଲେ ଜଣେ ବିଶାଳ ହୃଦୟର ମଣିଷ। ସମସ୍ତଙ୍କୁ ସାହାଯ୍ୟ କରିବାରେ ତାଙ୍କର ଆନନ୍ଦ। ଯଦି କେହି ଅସୁବିଧାରେ ପଡ଼ି ତାଙ୍କୁ କିଛି ସାହାଯ୍ୟ ମାଗୁଥିଲା, ସେ ଆକୁଣ୍ଠ ଚିତ୍ତରେ ଦାନ କରୁଥିଲେ। କନକ ବର୍ମାଙ୍କ ରାମ ନାମରେ ଜଣେ ବିଶ୍ୱସ୍ତ ଚାକର ଥିଲା। ସେ କନକ ବର୍ମାଙ୍କ ପାଇଁ କାମ କରୁଥିଲା। ଯଦି କନକ ବର୍ମା କାହାକୁ କିଛି ସାହାଯ୍ୟ କରିବାକୁ ଚାହୁଁଥିଲେ, ତେବେ ସେ ରାମ ଦ୍ୱାରା କରାଉଥିଲେ। ଏହିପରି କନକ ବର୍ମା ବହୁ ଲୋକଙ୍କର ସେବା କରନ୍ତି ସିନା, କାହାକୁ କେବେ ତାଙ୍କର ବଦାନ୍ୟତା ସମ୍ପର୍କରେ ଜଣାନ୍ତି ନାହିଁ। ରାମ ମଧ୍ୟ ମାଲିକଙ୍କର ଏପରି ଇଚ୍ଛାକୁ ସମ୍ମାନ ଜଣାଇ ସାହାଯ୍ୟ କଲାବେଳେ ବେଶ୍ ସାବଧାନ ଥାଏ। ପ୍ରକୃତରେ କନକ ବର୍ମା ନିଜର ବଦାନ୍ୟତା ସମ୍ପର୍କରେ କାହାକୁ କହିବାକୁ ଚାହୁଁନଥିଲେ, କାରଣ ସେ ପ୍ରଶଂସାଠାରୁ ନିଜକୁ ଦୂରରେ ରଖିବାକୁ ଚାହୁଁଥିଲେ। ପାଖ ପଲ୍ଲୀରେ ରହୁଥିଲା କନକ ବର୍ମାଙ୍କ ଶାଳକ ଭୂଷଣ। ସେ ମଧ୍ୟ ଦାନ ଧର୍ମରେ ଥିଲା ପାରଙ୍ଗମ। କିନ୍ତୁ 10 ଟଙ୍କା ଦାନ କଲେ ସେ 10 ଲୋକଙ୍କୁ ବସାଇ ତାହା ଦାନ କରୁଥିଲା। ସେ ବେଶ୍ ପ୍ରଶଂସାପ୍ରିୟ ଥିଲା। ପ୍ରଶଂସା ଟିକକ ପାଇଁ ସେ ସମସ୍ତ ସମୟ ଓ ଅର୍ଥ ବ୍ୟୟ କରିବାକୁ ପ୍ରସ୍ତୁତ ଥିଲା। ଏପରିକି ଗରିବ ଲୋକଟିଏ ପାଇଲେ ସେ ଅତି ଆନନ୍ଦରେ ଟଙ୍କା ଦେଇ ତା ମାଧ୍ୟମରେ ଦାନ ପ୍ରଚାରିତ କରୁଥିଲା। ଦିନେ ଭୂଷଣ କନକ ବର୍ମାଙ୍କ ପାଖରେ ବସିଥିଲା। କନକ ବର୍ମାଙ୍କ ଦାନ ଧର୍ମ ସମ୍ପର୍କରେ ଭୂଷଣ କହିବା ଆରମ୍ଭ କଲା। ତୁମେ କେତେ ଲୋକଙ୍କୁ କେତେ କଥା ଦାନ କରୁଛ, କିନ୍ତୁ ଦାନ ଦେବା ପରେ ସେ ସମ୍ପର୍କରେ କିଛି କହୁନାହଁ। ସମ୍ପୂର୍ଣ୍ଣ ନୀରବ ରହିବାକୁ ଭଲ ପାଉଛ। ଦାନ ଦେବା ପରେ ଯଦି ପ୍ରଚାର ନ କରିବ, ତେବେ ଏ ଦାନ ଦେବାର ଅର୍ଥ ବା କ'ଣ? ଏହା ଶୁଣି କନକ ବର୍ମା ସ୍ମିତ ହସି କହିଲେ, ମୁକ୍ତ ମନରେ ଦାନ କଲେ ଓ ସେହି ଦାନରେ ପ୍ରଶଂସା ଆଶା କଲେ ଅହଙ୍କାର ସୃଷ୍ଟି ହୁଏ। ଯେ ଦାନ ଗୋପନ ରଖିବାକୁ ଚାହେଁ, ସେଥିରେ ତାର ନିଜର ଆତ୍ମତୃପ୍ତି ଅନେକ। ଏଥିରେ ଭୂଷଣ ବିରକ୍ତ ହୋଇ କହିଲା, ତେବେ ଆମ ଗ୍ରାମର ଦାମୋଦର ସହ ଆପଣଙ୍କର ପରିଚୟ କରିଦେବାକୁ ଚାହେଁ, କାରଣ ସେ ସଦାସର୍ବଦା କାନ୍ଦୁଥାଏ। ଦାମୋଦର ଲୋକଟି କିଏ? କନକ ବର୍ମା ପଚାରିଲେ। ଭୂଷଣ କହିଲା, ଏହି ଦାମୋଦର ବୁଢ଼ା ଲୋକଟିଏ ସବୁବେଳେ ବିମର୍ଷ ଓ ଦୁଃଖୀ। ତାଙ୍କୁ ଦେଖିଲେ ମନେ ହେବ ସମଗ୍ର ଦୁନିଆର ସମସ୍ୟା ତାର ମୁଣ୍ଡ ଉପରେ ଲଦା ହୋଇଛି। ତୁମେ ଯଦି ସୁନାର ଟଙ୍କା ବି ଦେବ, ସେ ଖୁସି ହେବ ନାହିଁ। ତାଙ୍କୁ ଯାହା ଦେଲେ ବି ସେ କାହାକୁ କହିବ ନାହିଁ ଯେ ତାର ଆଜି ଭଲ ପ୍ରାପ୍ତି ଘଟିଛି। ବରଂ ତୁମେ ଯେପରି ଗୁପ୍ତଦାନୀ, ସେ ସେପରି ଗୁପ୍ତଗ୍ରହିତା। କନକ ବର୍ମା ଏସବୁ କଥା ଶୁଣିଲେ ଓ ଚିନ୍ତା କଲେ ଥରେ ଯାଇ ରାମ ଦାମୋଦରକୁ ଭେଟିବ। ତେଣୁ ପରବର୍ତ୍ତୀ ଦିନ ଶାଳକ ଭୂଷଣର ଗ୍ରାମକୁ ରାମ ବାହାରିଲା। ରାମକୁ ନିର୍ଦ୍ଦେଶ ଥିଲା ସେ ଦାମୋଦରର ବ୍ୟବହାର ସମ୍ପର୍କରେ ସମସ୍ତ କଥା ଆସି ଜଣାଇବ। ଦାମୋଦରର ପତ୍ନୀ ମରିଯାଇଥିଲା। ତାର 4ଟି ପୁତ୍ର ସନ୍ତାନ ଥିଲେ। ସେ ଘରର ପଛପଟେ ଥିବା ଗାଈ ଗୁହାଳ ପାଖରେ ରହୁଥିଲା। ତାର କିଛି ପରିମାଣରେ ଜମି ଥିଲା। ପୁଅମାନେ ଖାଇସାରିବା ପରେ ଯାହା ରହୁଥିଲା, ତାକୁ ଥାଳିରେ ବୋହୂମାନେ ଖାଇବାକୁ ଦେଉଥିଲେ। ଦାମୋଦର କିନ୍ତୁ ସେ ଖାଦ୍ୟ ଖାଉନଥିଲା। ସେ ତାକୁ କୁକୁରକୁ ଦେଇ ନିଜେ ହୋଟେଲର ଖାଦ୍ୟ ଆଣି ଖାଉଥିଲା। ରାମଠାରୁ କନକ ବର୍ମା ଦାମୋଦର ସମ୍ପର୍କରେ ସବୁ କଥା ଶୁଣିଲେ। ତାପରେ ତାକୁ କିଛି ଟଙ୍କା ଦେଇ ଦାମୋଦର ସହ କ'ଣ କରିବାକୁ ପଡ଼ିବ ଜଣାଇଲେ। ରାମ ଦାମୋଦରଙ୍କ ଘରେ ପହଞ୍ଚି ତାର 4 ପୁଅଙ୍କୁ କହିଲା, ଦେଖ, ତୁମର ପିତା ଓ ମୋର ପିତା ଅନେକ ଦିନର ବନ୍ଧୁ। ସେମାନେ ଦିନେ ପୋଖରୀରେ ଗାଧୋଉ ଗାଧୋଉ ମୋ ବାପା ପାଣିରେ ଭାସିଗଲେ। ମୋ ବାପାଙ୍କୁ ତୁମ ବାପା ଉଦ୍ଧାର କଲେ। ଫଳରେ ସେଦିନ ଆମ ପରିବାରର ରକ୍ଷା ପାଇଗଲା। ବାପା ତାଙ୍କର ଶେଷ ସମୟ ବେଳକୁ କହିଥିଲେ, କୃତଜ୍ଞତା ସ୍ୱରୂପ ତୁମ ବାପାଙ୍କୁ ପ୍ରତି ମାସରେ କିଛି ଟଙ୍କା ପ୍ରଦାନ କରିବା ପାଇଁ, ଯେଉଁ ଟଙ୍କାରେ ସେ ତାଙ୍କର ବୃଦ୍ଧାବସ୍ଥା ଭଲରେ କଟାଇ ପାରିବେ। ଏ ମାସରେ ସେ ଟଙ୍କା ମୁଁ ନେଇ ଆସିଛି। ଏଥର ପ୍ରତି ମାସରେ ମୁଁ ଏପରି ଟଙ୍କା ନେଇ ଆସିବି। ତୁମେମାନେ ଏହା ବାପାଙ୍କୁ ଜଣାଇ ଦିଅ। ଦାମୋଦରର ପିଲାମାନେ ସାଙ୍ଗେ ସାଙ୍ଗେ ବାପାଙ୍କୁ ଘରକୁ ନେଇ ଆସି ଭଲ ଖଟରେ ବସେଇ ଦେଲେ। ପୁଅମାନଙ୍କର ଏତାଦୃଶ ବ୍ୟବହାରରେ ମୁଗ୍ଧ ଦାମୋଦର କିଛି ବୁଝିପାରୁନଥିଲେ ବି ମନରେ ଖୁସି ଅନୁଭବ କରୁଥାନ୍ତି। ପିଲାମାନେ ତାଙ୍କୁ କହିଲେ, ବାପା, ଆପଣ ଆଜିଠାରୁ ଆମ ସାଙ୍ଗରେ ଖାଇବେ, ଆମ ସାଙ୍ଗରେ ରହିବେ। କଦାଚିତ୍ ପଛକୁ ଯାଇ ଗାଈ ଗୁହାଳରେ ପଶିବେ ନାହିଁ।
ଏକଥା ଶୁଣି ଦାମୋଦରଙ୍କ ମନ ଖୁସିରେ ଭରିଗଲା। ଏସବୁ ଘଟିଲା ପରେ କନକବର୍ମା ଭୂଷଣକୁ କହିଲେ, ଦେଖିଲ ତ ଦାମୋଦର କେତେ ଖୁସିରେ ଅଛି। ଏସବୁ ଘଟିଲା ବେଳେ ସେଠାରେ ଭୂଷଣ ଉପସ୍ଥିତ ଥିଲା। ସେ ପଚାରିଲା, ଦାମୋଦର କ'ଣ ସାରା ଜୀବନ ଏପରି ସାହାଯ୍ୟ ପାଉଥିବ? କନକବର୍ମା ସ୍ମିତ ହସି କହିଲେ, ହଁ। ଏଥର ଭୂଷଣର ମୁହଁ ଶୁଖିଗଲା। ଏ କଥା ଶୁଣି କନକବର୍ମା କହିଲେ, ଆମେ ଜଳାଶୟରେ କାହିଁକି ବନ୍ଧ ବାନ୍ଧିଛେ? ଏଥିପାଇଁ କି ଯେତେବେଳେ ପାଣି ଦରକାର ହେବ ଆମେ ସଂଗ୍ରହ କରି ବ୍ୟବହାର କରିପାରିବା। ମୋର ପୂର୍ବପୁରୁଷ ଏତେ ସମ୍ପତ୍ତିର ଅଧିକାରୀ ହେଲେ, କିନ୍ତୁ ତାକୁ ଉଚିତ ମାର୍ଗରେ ବିନିଯୋଗ ନ କଲେ ଏ ସମ୍ପତ୍ତିର କାର୍ଯ୍ୟ କ'ଣ? ଏହାକୁ ଭଲ କାମରେ ବିନିଯୋଗ ନ କଲେ ଲାଭ କ'ଣ? ଅନ୍ୟର ମଙ୍ଗଳ କରିପାରିବାରେ ନିଜର ଖୁସି। ଅନ୍ୟର ଉପକାର କଲେ ପୁଣ୍ୟ ମିଳେ। ମୁଁ ଠିକ୍ କହିଲି ନା? ବିନୟ ମହାଶୟ, ଆପଣଙ୍କ ସଙ୍ଗେ ଯୁକ୍ତି କରି ଲାଭ କ'ଣ? ମୁଁ କ'ଣ ଆପଣଙ୍କୁ ହରାଇ ଦେଇପାରିବି? ଏତିକି କହି ଭୂଷଣ ତା ବାଟରେ ଚାଲିଲା।